ସମସ୍ତେ ନିଜ ଭାଷଣରେ ସାରା ଦୁନିଆକୁ ଦେଖାଇଦେଲେ ଯେ ସେମାନେ ହେଉଛନ୍ତି ପ୍ରକୃତରେ ମହିଳା ବିରୋଧୀ ଆଉ ସେମାନେ କେବଳ ମହିଳା ସଶକ୍ତିକରଣର କେବଳ ମୁଖା ପିନ୍ଧିକରି ସେମାନେ ତାଙ୍କ କଥା କୁହନ୍ତି। ଗତ 17 ତାରିଖ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ କଳା ଦିବସ ଥିଲା। ଆଉ ତାର କାରଣ ହେଉଛି ଏହି ଦିନ କଂଗ୍ରେସ ଦଳ ନେତୃତ୍ୱରେ ବିରୋଧୀ ଦଳ ଦେଶର କୋଟି କୋଟି ମହିଳାଙ୍କର ସ୍ୱପ୍ନକୁ ଚୁରମାର କରିବା ସହିତ ସମ୍ବିଧାନର 131ତମ ସଂଶୋଧନକୁ ସେମାନେ ଲୋକସଭାରେ ପରାଜିତ କରିକରି ଏହି ହାରକୁ ସେମାନେ ହସି ହସି ଉତ୍ସବ ଭାବେ ପାଳନ କରିଛନ୍ତି। ଏହା ଦେଶର ମହିଳାଙ୍କର ପ୍ରକୃତରେ ହାର ନୁହଁ, ଏହା ସେମାନଙ୍କର ଅହଙ୍କାର। ଏହା ହେଉଛି ଅପରିଣାମ ଦର୍ଶିତାର ହାର ଏବଂ ନିଶ୍ଚିତ ଭାବରେ ତାର ଉତ୍ତର ଆଗାମୀ ଦିନରେ ଏ ଭାରତବର୍ଷର ନାରୀ ଶକ୍ତି ଭୋଟ ଦେବା ସମୟରେ ନିଶ୍ଚିତ ଭାବରେ ସେମାନେ ତାହାର ଉତ୍ତର ଦେବେ। ଆଜି ଯେମିତି ଏ ଘଟଣାକୁ ନେଇକରି ଆଜି ନିଶ୍ଚିତ ଭାବରେ ଏ କଳା ଦିବସ ହିସାବରେ ଆମେ ତାକୁ ସାରା ଭାରତବର୍ଷ ଦେଖୁଛନ୍ତି, ଠିକ୍ ସେଇଭଳି ଭାବରେ ମଧ୍ୟ ଜୁନ 25, 1975 ମସିହାରେ ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଇମର୍ଜେନ୍ସି ଲାଗୁ କରାଯାଇଥିଲା, ସେତେବେଳେ ମଧ୍ୟ କଂଗ୍ରେସ ଦଳ ଏହାକୁ ଏକ ଖୁସି ମନାଉଥିଲେ, ଯାହାକି ଏ ଭାରତବର୍ଷ ପାଇଁ ଇଏ ପ୍ରଥମ ଏ ଦେଶ ପାଇଁ ଗୋଟିଏ କଳା ଦିବସ ଥିଲା। ଯଦି ଆମେ ଏହାକୁ ଆଉ ଟିକେ ଡିକୋଡ୍ କରିବା ତାହେଲେ ମୁଁ କହିବା ପାଇଁ ଚାହେଁ ଯେ ଏ ଦେଶର ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା, ଅର୍ଥାତ୍ 140 କୋଟି ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା। ମହିଳାଙ୍କର ବିନା ଏଠି ଏ ସୃଷ୍ଟିର ମଧ୍ୟ କଳ୍ପନା କରାଯାଇପାରେ ନାହିଁ। ଆଜି ଦେଶର ଝିଅମାନେ ମହିଳାମାନେ ସବୁ କ୍ଷେତ୍ରରେ ସେମାନେ ସେମାନଙ୍କର ପାରଦର୍ଶିତା ଆଜି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରୁଛନ୍ତି। ଶିକ୍ଷା କ୍ଷେତ୍ରରେ ହେଉ, ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ, ବିଜ୍ଞାନ କ୍ଷେତ୍ରରେ ହେଉ, ପ୍ରଯୁକ୍ତି ହେଉ, କ୍ରୀଡ଼ା ହେଉ, ସବୁ କ୍ଷେତ୍ରରେ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଯଦି ଆମେ ସେମାନଙ୍କର ପ୍ରତିଭାକୁ ଦେଖିବା ତାହେଲେ ନିଶ୍ଚିତ ଭାବରେ ସେମାନେ ସ୍କୁଲରେ ପାଠ ପଢ଼ାଇବା କ୍ଷେତ୍ରରେ ହେଉ କିମ୍ବା ଆଜି ଯଦି ଆମେ ଦେଖିବା ଉଡ଼ାଜାହାଜ ଆକାଶରେ ଚଲେଇବା ପାଇଲଟିଂ କାମ କରିବାରେ ମଧ୍ୟ ଆମେ ଦେଖିଛନ୍ତି ସମସ୍ତେ ଅପରେସନ୍ ସିନ୍ଦୁର କିଭଳି ଭାବରେ ଭାରତ ଆଉ ପାକିସ୍ତାନ ଭିତରେ ଯେତେବେଳେ ଅପରେସନ୍ ସିନ୍ଦୁର ଆରମ୍ଭ ହେଲା, ସେତେବେଳେ ମହିଳାମାନଙ୍କର ନେତୃତ୍ୱରେ କିଭଳି ଭାବରେ ନାରୀ ଶକ୍ତିର ଚମତ୍କାର ପ୍ରଦର୍ଶନ ହୋଇଥିଲା ଏବଂ ଆମେ ସେ 2 ଦିନର ଏ ଯୁଦ୍ଧରେ ଆମେ ସେମାନଙ୍କର ପରାକାଷ୍ଠା ଦେଖିବା ସହିତ ବିଜୟୀ କରିବାରେ ବଡ଼ ଭୂମିକା ଆମେ ଦେଖିଥିଲେ, ନାରୀ ଶକ୍ତିର ଭୂମିକାକୁ ଆମେ ଦେଖିଥିଲେ। କିନ୍ତୁ ଆଜି ଯଦି ଆମେ ବାସ୍ତବରେ ଦେଖିବା କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ଯେଉଁମାନେ ଇଏ ନାରୀ ଶକ୍ତି ବନ୍ଧନ ଅଧିନିୟମକୁ ଗତ 17 ତାରିଖରେ 18 ତାରିଖରେ ସେମାନେ ବିରୋଧ କରିଛନ୍ତି, ସେମାନେ ବାସ୍ତବରେ ଯଦି ଆମେ ତାଙ୍କ ହିଷ୍ଟ୍ରିକୁ ବି ଦେଖିବା ତାହେଲେ ନିଶ୍ଚିତ ଭାବରେ ସେମାନେ କେବଳ ମହିଳା ସଶକ୍ତିକରଣ ନାଁରେ କେବଳ ଗୋଟିଏ ତାଙ୍କର ଇଏ ହେଉଛି କେବଳ ସ୍ଲୋଗାନ ଏବଂ ଏହା ମଧ୍ୟ ତାଙ୍କର ଗୋଟିଏ ଫ୍ୟାସନ୍ କୁହାଯାଇପାରେ। ଯେତେବେଳେ ତାଙ୍କୁ ପ୍ରକୃତ ସମ୍ମାନ ପ୍ରକୃତ ଅଧିକାର ଦେବାର କଥା ସାମ୍ନାକୁ ଆସେ, ସେତେବେଳେ ସେମାନେ ଉପରେ ଗୋଟିଏ କଥା ଭିତରେ ଆଉ ଗୋଟିଏ କଥା, ସମର୍ଥନ କରିବା ଗୋଟିଏ କଥା ଏବଂ ଭୋଟ ଦେଇକି ତାକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିବା ଇଏ ମଧ୍ୟ ଆଉ ଗୋଟିଏ କଥା। ସମ୍ପୂର୍ଣ୍ଣ ଭାବରେ ନାରୀର ସ୍ୱାଧୀନତାକୁ ଏବଂ ନାରୀର ସମ୍ମାନକୁ ଏବଂ ନାରୀର ଅଧିକାରକୁ ସମ୍ପୂର୍ଣ୍ଣ ଭାବରେ କିଭଳି ଭାବରେ କଂଗ୍ରେସ ଦଳ ଏବଂ ଯେଉଁମାନେ ତାଙ୍କ ସହିତ ବିରୋଧୀ ଦଳ ହିସାବରେ ଅଛନ୍ତି ସେମାନଙ୍କର ଗତ 2 ଦିନର ଯେଉଁ ଆଲୋଚନା 16 ଏବଂ 17 ତାରିଖରେ ସମ୍ପୂର୍ଣ୍ଣ ଭାବରେ ଭାରତବର୍ଷର ସମସ୍ତଙ୍କର ସାମ୍ନାକୁ ଇଏ ଆସିଲା ଏବଂ ସେଥିରେ କଂଗ୍ରେସ ସହିତ ମିଶିଥିବା ଯେଉଁ ଦଳଗୁଡ଼ିକ ସେମାନେ ହେଲେ ତୃଣମୂଳ କଂଗ୍ରେସ ବା TMC, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, DMK, ବାମପନ୍ଥୀ ଦଳ ସମସ୍ତେ ନିଜ ଭାଷଣରେ ସାରା ଦୁନିଆକୁ ଦେଖାଇଦେଲେ ଯେ ସେମାନେ ହେଉଛନ୍ତି ପ୍ରକୃତରେ ମହିଳା ବିରୋଧୀ ଆଉ ସେମାନେ କେବଳ ମହିଳା ସଶକ୍ତିକରଣର କେବଳ ମୁଖା ପିନ୍ଧିକରି ସେମାନେ ତାଙ୍କ କଥା କୁହନ୍ତି, କିନ୍ତୁ ପାର୍ଲାମେଣ୍ଟରେ ଯେତେବେଳେ ଲୋକସଭାରେ ଯେତେବେଳେ ଆଲୋଚନା ହେଉଛି ସେତେବେଳେ ପଛଘୁଞ୍ଚା ଦେବା ଏବଂ ସେମାନେ ସମ୍ପୂର୍ଣ୍ଣ ଭାବରେ ଏହାକୁ ବିରୋଧ କରିବା, ଇଏ ଉଦାହରଣ ଆଜି ସେମାନେ ସୃଷ୍ଟି କରିଛନ୍ତି। ଅନେକ ସମୟରେ ଅନେକ
कांग्रेस और विरोधी दल मत जे से पंचायत निर्वाचन रे जितेबले संरक्षण कथा आसूची सेतेबले पूरा व्यवस्था करिसेंती। एणु ये क्षेत्र में से आरक्षण देदेला समस्त समानता देवा अधिकार देवा कर्तव्य देवा को तुले बोली से भावती किंतु वास्तविक जितेबले जो से केवल लॉ मेकर जो करिवार अधिकार हेबे से समय महिला मानू विधानसभा जिते लॉ मेकर हेबे पार्लियामेंट रे लोकसभा राज्यसभा जिते लॉ मेकर हेबे सेते बेलू आज विरोधी संपूर्ण भाव आज से पछघुंचा आज से एणु निश्चित भाव जिते बड़े माननीय यशस्वी प्रधानमंत्री नरेंद्र मोदी जी ये 2029 मसीह जिते निर्वाचन रे महिला संरक्षण कथा को से सामना को आनिले डिलिमिनेशन कथा को भी सामने आनिले सेते बेले से देखिले जे 272 जन महिला लोकसभा को मंडित करेंगे एवं सेमानंकर स्वर शाणित करी जेते बेले पॉलिसी आसीबो जेते बेले विधेयक आसीबो सेते बेले संपूर्ण भाव में सेमानंकर विरोध को जीव अर्थात जेभली भाव में से मन भितर आसिला जे एथिरे महिला मानकर संपूर्ण अधिकार चली जीव एवं सेमाने जेभली भाव में केवल महिला को हाथ बारसी करी महिला को व्यवहार करी सेमाने महिला किसी कथा कहवा किंतु महिला मानकर अधिकार को संवैधानिक व्यवस्था मध्य विधानसभा विधेयक आनी से समर्थन करके पूरा करवा ये कथा को संपूर्ण भाव में से विरोध कर निचुक आपण मैंने देखी गत 17-18 तारिख में जो चर्चा एवं ये आलोचना हो निश्चित भाव में मुझे कहवाई चाहूँगी आज ये जो नारी शक्ति बंधन अधिनियम एवं माननीय यशस्वी प्रधानमंत्री नरेंद्र मोदी जी 2029 लागू करने जो संशोधन आनिले प्रकृत में मातृशक्ति को सशक्तकरण करवा एवं समानकर अधिकार को आमे देवा जहाँ 2047 को जदि आमे विकसित भारत बनवाई जो संकल्प माननीय मोदी जी नहीं ताकू जदि आमे पूरा करने पड़ो ताहले जनसंख्यार अधा शक्ति को नारी शक्ति को मध्य सेमानकु समान अधिकार देवा सेमानकु तांकर सामाजिक आर्थिक राजनीतिक क्षेत्र में समान अधिकार देवा ये कथा को से संपूर्ण भाव में सामना को जिते आनी आज निश्चित भाव में से आज विरोधी आज पछघुंचा देइछंती। एणु ये जो भावुचंती जे यह को आमे आज बंद करदेलु विफल करदेलु एवं ये विधेयक आउ केबे पास हो पारिबो नाही किंतु यह निश्चित भाव में मोदी हे तो मुमकिन है जहाँ ये कथा आज सामना को आसूची निश्चित भाव में आगामी दिन में समय आसीबो 2029 रे निश्चित भाव में यह किभली भाव में लागू करा जिवो एवं आज से जो महिला बा नारी शक्ति पाखरे आज जो आक्रोशर आज जो वातावरण तैयारी होगापाई जाउछि जो नारी शक्ति आज जागृत होकर निज अधिकार जो राजरास्ता को आसो से विरोधी दल कांग्रेस एवं तांकर सहयोगी दल मानकर सेमाने किभली भाव में आज सामना करेंगे से कथा निश्चित भाव में समय तो कह किंतु एथिरे माननीय यशस्वी प्रधानमंत्री नरेंद्र मोदी जी जितेबले ए भारत वर्षर मुख्य सेवक हिसाब से दायित्व नेले प्रधानमंत्री हिसाब से दायित्व नेले से दिन ठारू महिला मानू महिला सशक्तिकरण रे आग को नापी अनेक योजना कार्यकारी करैछंती एवं समानकर अधिकार को समाने से पहुँचे एवं नारी को सम्मान मध्य देकरी समस्त योजना को कार्यकारी करैछंती। जदि आमे देखिबा ताहले 22 जनवरी 2015 दिन यशस्वी प्रधानमंत्री बेटी बचाओ बेटी पढ़ाओ ये योजनार शुभारंभ करते जहाँ महिला को प्रति समाज रे तांकर दृष्टिकोण को किभली भाव में बदल देइथिला ये कथा को आपण माने समस्त जानिछंती। स्वच्छ भारत योजना कहवा हर घर नल जल रे महिला मान को घर को तांकर पाइप जगे पानी पहुँचवा कथा हो ये समस्त कथा को स्वतंत्रता देकरी सारा देश पे कार्य करवा से माने विरोध करुथिले आज जिते बड़े ताहा सफल नेतृत्व दे पारिला आज आपण माने ये कथा को भल भाव जानि पारुथिबे। सेही बड़ी भाव में अल्प संख्यक मानकर 3 तलाक कथा जदि मु कहबी ताले निश्चित भाव में से केते विरोध करथिले संसद रे
ଏବଂ ଆଜି ମଧ୍ୟ ସେଇ ମୁସଲମାନ ମହିଳାମାନଙ୍କୁ ସୁରକ୍ଷା ଦେବା ଏବଂ 3 ତଲାକରେ ଯେଉଁ ସେମାନେ ସମ୍ପୂର୍ଣ୍ଣ ଭାବରେ ଗୋଟିଏ ମୁସଲମାନ ମହିଳାଙ୍କୁ ଯେଭଳି ଭାବରେ ତାଙ୍କର ଅଧିକାରକୁ କ୍ଷୁଣ୍ଣ କରି ଦିଆଯାଉଥିଲା, ଆଜି ମାନନୀୟ ମୋଦିଜୀ ଆଜି ମସିହା ବନିକରି ଆଜି ତାଙ୍କୁ ଯେଭଳି ଭାବରେ ଉଦ୍ଧାର କରିଛନ୍ତି ଏବଂ ସମାନତା ଭିତରେ ଆଣିଛନ୍ତି। ଏ କଥାକୁ ଯଦି ଆମେ ଦେଖିବା ବାସ୍ତବିକ ଆଜି କଂଗ୍ରେସ କେବଳ ସବୁଠାରୁ ଦୁଃଖର କଥା ଯେ କେବଳ କଂଗ୍ରେସ କହିଲେ 2 ଜଣଙ୍କୁ ବୁଝାଏ, ଜଣେ ହେଲେ ସୋନିଆ ଗାନ୍ଧୀ ଆଉ ଜଣେ ହେଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ ନିଜେ ମହିଳା ହେଇକରି ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏମାନେ ତାକୁ ଆଜି ବିରୋଧ କରିଛନ୍ତି। ସମାଜ ପାର୍ଟିର ସର୍ବେସର୍ବାଙ୍କର ପତ୍ନୀ ସିଏ ମଧ୍ୟ ଡିମ୍ପଲ ଯାଦବ ସାଂସଦ ଆଜି ଜଣେ ମହିଳା ହେଇଛନ୍ତି। ଯେତେବେଳେ ଇଏ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆସିଲା, ଇଏ ବିଧେୟକ, ସେତେବେଳେ ସେ ନିଜେ କିଭଳି ଭାବରେ ପଛଘୁଞ୍ଚା ଦେଲେ ଏବଂ ନିଜ ଦଳକୁ ପ୍ରାଧାନ୍ୟ ଦେଲେ, କିନ୍ତୁ ନାରୀ ଶକ୍ତିକୁ ସେ ସମ୍ପୂର୍ଣ୍ଣ ଭାବରେ ବିରୋଧ କରିଲେ। ଏବଂ ଅନେକ ଏମିତି ଘଟଣା ଅଛି, ଆମେ ଯଦି ତା ଭିତରେ ନିଶ୍ଚିତ ଭାବରେ ମୁଁ 2 ଶବ୍ଦ ଆପଣମାନଙ୍କର କହିବା ପାଇଁ ଚାହିଁବି ଯେ ଏଥିରେ ପ୍ରଥମରେ ଯେତେବେଳେ 1996ରେ ଯେତେବେଳେ ମାନନୀୟ ଦେବଗୌଡ଼ା ସରକାର ସମୟରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଇଏ ପ୍ରଥମେ ସାମ୍ନାକୁ ଆସିଥିଲା ଏବଂ ସେଥିରେ ସଂସଦୀୟ କମିଟିରେ ଗଲା ପରେ ଇଏ ପୁଣି ଫେଲ୍ ମାରିଗଲା। ସେଠୁ ଆଉ କୌଣସି ପ୍ରକାର ତାର ମୁଭମେଣ୍ଟ ହେଲା ନାହିଁ। 1998ରୁ 2003 ମସିହାରେ ମାନନୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କ ସମୟରେ 4 ଥର ତାକୁ ପ୍ରଚେଷ୍ଟା କରାଯାଇଥିଲା। ସେ ସମୟରେ କଂଗ୍ରେସ ବିରୋଧ କଲା ଏବଂ ସେ ସମୟରେ ଯେତେ ଆଞ୍ଚଳିକ ଦଳ ଅଛନ୍ତି, ସେ ସମାଜବାଦୀ ପାର୍ଟି ଏବଂ ତାହା ସହିତ ମଧ୍ୟ ଅନ୍ୟ ସମସ୍ତ ଏହାକୁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରିଥିଲେ ଏବଂ ଖାଲି ବିରୋଧ କରିନଥିଲେ, ସଂସଦ ଭବନରେ ମଧ୍ୟ ତାହାର ତାଣ୍ଡବ ଲୀଳା ରଚନା କରିଥିଲେ। ବିଭିନ୍ନ ପ୍ରକାରର ସେମାନେ ହଟଚମଟ କରିକି ତାକୁ ବିରୋଧ କରିଥିଲେ। ଏଣୁ ପରବର୍ତ୍ତୀ ପର୍ଯ୍ୟାୟରେ 2010ରେ ମହିଳା ଆରକ୍ଷଣ ବିଲ୍ ରାଜ୍ୟସଭାକୁ ଆସିଲା ପ୍ରଥମେ ଏବଂ ରାଜ୍ୟସଭାରେ ତାକୁ ପାରିତ ମଧ୍ୟ କରାଗଲା ଏବଂ ନିଜେ ହଟ ମଧ୍ୟ ସେସନରେ ଭାଗ ନେଇଥିଲେ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତା ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଲୋକସଭାକୁ ଆସିବା କଥା, ସେତେବେଳେ ଲୋକସଭାକୁ ସେ ଆଣିଲେ ନାହିଁ କିମ୍ବା ତାଙ୍କୁ ସମ୍ପୂର୍ଣ୍ଣ ଭାବରେ କୋଲ୍ଡ ଷ୍ଟୋରରେ ପୁଣି ଆଉ ଥରେ ରଖିଦେଲେ। ଏଣୁ ଏ ସମସ୍ତ ଇତିହାସ ଯାହା କହୁଛି ସମ୍ପୂର୍ଣ୍ଣ ଭାବରେ ଆନ୍ତରିକତାର ଅଭାବ ଏବଂ ନାରୀ ଶକ୍ତି ସଶକ୍ତକରଣ କଥାକୁ କେବଳ ସ୍ଲୋଗାନରେ ରଖିବା, ଏ କଥାକୁ କଂଗ୍ରେସ ସୀମିତ ରଖି ଯେଭଳି ଭାବରେ ନାଟକବାଜି ସେ କରି ଆସୁଥିଲା ଏବଂ ଏବେ ମଧ୍ୟ 2023ରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଯେଭଳି ଭାବରେ ସମର୍ଥନ ଦେବାର ଇଏ କାର୍ଯ୍ୟକ୍ରମ ଭିତରେ ରଖିକିରି 2024ରେ ତାକୁ କରେଇ ନ ଦେବାର ଚକ୍ରାନ୍ତ କରିକି ପରବର୍ତ୍ତୀ ପର୍ଯ୍ୟାୟରେ ଏବେ ଯେତେବେଳେ ଇଏ ବିଲ୍ ଆସିଲା, ସମ୍ପୂର୍ଣ୍ଣ ଭାବରେ ଏହାକୁ ନିଜେ କଂଗ୍ରେସ ଏବଂ ତାହାର ସମସ୍ତ ରାଜନୈତିକ ଦଳ ଯେଉଁମାନେ ବିରୋଧୀ ଦଳରେ ଅଛନ୍ତି ସମସ୍ତଙ୍କୁ ଏ ପ୍ରକାରର ଯେଉଁ ଚକ୍ରାନ୍ତ କରିକରି ଆଜି ନାରୀ ଶକ୍ତି ପ୍ରତି କୁଠାରଘାତ କରିଛନ୍ତି। ଆଗାମୀ ଦିନରେ ନିଶ୍ଚିତ ଭାବରେ ନାରୀ ଶକ୍ତି ଇଏ ଆକ୍ରୋଶର ଶିକାର ନିଶ୍ଚିତ ଭାବରେ ନାରୀ ଶକ୍ତିର ଆକ୍ରୋଶର ଶିକାର ହେବ। ଇଏ ବିରୋଧୀ ଏବଂ ତାର ସାମ୍ନା ସେ କିଭଳି ଭାବରେ କରିବ ସେଇ କଥା ତ ସମୟ କହିବ, କିନ୍ତୁ ନିଶ୍ଚିତ ଭାବରେ ଯେଉଁ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେଉଁ ଆଜି ମହିଳାଙ୍କୁ ସାମ୍ନାକୁ ଆଣିବା, ତାଙ୍କ ଅଧିକାରକୁ ଆଣିବା, ଯେଉଁ ଆଜି ଗୋଟେ ବଡ଼ ମିଶନରେ ଆଜି ଆସିଛନ୍ତି, ହୁଏତ ଆଜି କୌଣସି କାରଣରୁ ଇଏ ପାର୍ଲାମେଣ୍ଟରେ ଅଟକି ଯାଇଥାଇପାରେ। ଲୋକସଭାରେ ଇଏ ନାରୀ ଶକ୍ତି ବନ୍ଦନ ଅଧିନିୟମ କାଟ ଖାଇଯାଇଥାଇପାରେ, କିନ୍ତୁ 2029ରେ ନିଶ୍ଚିତ ଭାବରେ ଏହା ଆଗାମୀ ଦିନରେ ସଫଳ ନେତୃତ୍ୱ ଦେବ ଏବଂ ସେ ପରିସ୍ଥିତି ମଧ୍ୟ ଆଗାମୀ ଦିନରେ ଆପଣମାନେ ଦେଖିବା ପାଇଁ ପାଇବେ। ସେମାନେ ବୋଧେ ଜାଣିନାହାନ୍ତି ଯେ ମାନନୀୟ ମୋଦିଜୀ କେଉଁ ଉପାଦାନରେ ବନିଛନ୍ତି। ଯେମିତି ହିନ୍ଦୀରେ ଗୋଟେ କଥା ଅଛି, ଉनको ମାଲୁମ नहीं कौन सी मिट्टी से बने। ମାନନୀୟ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧନ କରିକିରି ଗତକାଲି ଅଧଘଣ୍ଟା ପର୍ଯ୍ୟନ୍ତ ସେ ସମ୍ବୋଧନ କରିଛନ୍ତି। ସମସ୍ତ ନାରୀ ଶକ୍ତିକୁ ସେ ଆହ୍ୱାନ କରିଛନ୍ତି, ସମସ୍ତ ନାଗରିକମାନଙ୍କୁ ସେ ଆହ୍ୱାନ କରିଛନ୍ତି। ଏଣୁ ନିଶ୍ଚିତ ଭାବରେ ଯେଉଁ ନାରୀ ଶକ୍ତିର ଆକ୍ରୋଶରେ ଏବଂ 140 କୋଟି ଲୋକଙ୍କର ଯେତେବେଳେ ଆକ୍ରୋଶର ସମ୍ମୁଖୀନ ହେବ ବିରୋଧୀ ଦଳ, ସେତେବେଳେ ସେ ସାମ୍ନା କରିପାରିବ ତ? ଏଣୁ
ଏଥିରେ ନିଶ୍ଚିତ ଭାବରେ ନାରୀ ଶକ୍ତିକୁ ଜାଗ୍ରତ କରିବା ଏବଂ ଆଜି ମାନନୀୟ ପ୍ରଧାନମନ୍ତ୍ରୀଜୀ ଯେଉଁଭଳି ଭାବରେ ଆଜି ତାଙ୍କର ସାମାଜିକ ଦୃଷ୍ଟିକୋଣରୁ ରାଜନୀତି ଦୃଷ୍ଟିକୋଣରୁ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ବି ଯେତିକି ପ୍ରାଧାନ୍ୟ ଆଜି ସେ ଦେଇଛନ୍ତି ନିଶ୍ଚିତ ଭାବରେ ତାଙ୍କରି ନେତୃତ୍ୱ ତାଙ୍କରି ମାର୍ଗଦର୍ଶନରେ ମଧ୍ୟ ଆଜି ଆମ ଦେଶର ପ୍ରଥମ ନାଗରିକ ମାନନୀୟ ଦ୍ରୌପଦୀ ମୁର୍ମୁଜୀ ରାଷ୍ଟ୍ରପତି ଆସନ ମଧ୍ୟ ଆଜି ଅଳଙ୍କୃତ କରିଛନ୍ତି। ମୁଁ ଆଜି କହିବା ପାଇଁ ଚାହେଁ ଯେ ଯେଉଁ ଦଳ ନିଜର ନୀତି ନିଜର ଆଦର୍ଶ ନିଜର ବିଚାରଧାରା ସମ୍ପୂର୍ଣ୍ଣ ଭାବରେ 140 କୋଟି ଲୋକଙ୍କର ସହିତ ସମାନତା ଆଣିବା ଅଧିକାରକୁ ସମ୍ପୂର୍ଣ୍ଣ ଭାବରେ ସମସ୍ତଙ୍କର ଦେବା ଏ କଥାକୁ ଭ୍ରୂକ୍ଷେପ ନ କରିକି ସମୁଦାୟ ଜନସଂଖ୍ୟାର ଅଧା ଲୋକଙ୍କର ଯେଉଁ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଯେଉଁ ବିରୋଧ କରିବା ତାହା ଆଗାମୀ ଦିନରେ ନିଶ୍ଚିତ ଭାବରେ ଏ ଦଳକୁ ଏବଂ ତାଙ୍କ ସହିତ କଂଗ୍ରେସ ସହିତ ତାଙ୍କର ସମସ୍ତ ବିରୋଧୀ ଦଳକୁ ଉଚିତ ଜବାବ ଦେବାର ସମୟ ଆସିଛି ଏବଂ ନିଶ୍ଚିତ ଭାବରେ ନାରୀ ଶକ୍ତି ତାହା ଦେବେ। ଏଣୁ ଆଜି ଏ ଯେଉଁ ସମ୍ବାଦ ସମ୍ମିଳନୀ ଏଠି କରାଯାଉଛି ନିଶ୍ଚିତ ଭାବରେ ଏ କଥାକୁ ମଧ୍ୟ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଇଏ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆପଣମାନଙ୍କୁ ମୁଁ ନିଶ୍ଚିତ ଭାବରେ ନିବେଦନ କରିବା ପାଇଁ ଚାହେଁ ଏଇ ଯେଉଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଯେଉଁ ବିଚାରଧାରା ଯେଉଁ ନାରୀ ଶକ୍ତିଙ୍କୁ କିଭଳି ଭାବରେ ତାଙ୍କୁ ସମାନତା ଅଧିକାର ଦେବା ଏବଂ ସମ୍ପୂର୍ଣ୍ଣ ଭାବରେ ସାମାଜିକ ରାଜନୈତିକ ଅର୍ଥ ଦୃଷ୍ଟିକୋଣରୁ ତାଙ୍କୁ ସାମ୍ନାକୁ ଆଣିବା ଏ କଥାକୁ ଯେଭଳି ଭାବରେ ପାର୍ଲାମେଣ୍ଟରେ ଆଜି ଯେଉଁ ନାରୀ ଶକ୍ତି ବନ୍ଧନ ଅଧିନିୟମ ଆଣିଥିଲେ ତାକୁ ଆଗାମୀ ଦିନରେ କିଭଳି ଭାବରେ ତାହା ପୁଣି ଆଉ ଥରେ ଆସିବ ଏବଂ ପାରିତ ହେବ ସେଥିପାଇଁ ଏ ବାର୍ତ୍ତାକୁ ଆପଣମାନଙ୍କ ମାଧ୍ୟମରେ ପ୍ରତ୍ୟେକ ଜନସାଧାରଣଙ୍କୁ ପ୍ରତ୍ୟେକ ନାରୀ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭାରତର ସମସ୍ତ ନାଗରିକଙ୍କ ପାଖକୁ ବାର୍ତ୍ତା ପହଞ୍ଚି ପାରିବ ନିଶ୍ଚିତ ଭାବରେ ଆପଣମାନଙ୍କ ପାଖରେ ନିବେଦନ କରି ରଖୁଛି।